हेलो एवरीवन वेलकम बैक टू आदर्श क्लासेस। आज आम अष्टम क्लास वार्षिक परीक्षा पे ओडिया गोटे क्वेश्चन पेपर आंसर आलोचना करवा। वीडियो को शेष पर्यंत देखंतु। चैनल को सब्सक्राइब करनथिले सब्सक्राइब करी पाखरे थिबा बेल आइकन को ऑन कर दियंतु। तेबे चलंतु आज आम अष्टम क्लास वार्षिक परीक्षा पे ओडिया गोटे क्वेश्चन पेपर आंसर आलोचना करवा। ठीक अछि। तो प्रथमे जिबा आमे 1 नंबर को 6 नंबर को कोन देछि अनुच्छेद को पढ़िबा ता तळको किछि प्रश्न देछि तार उत्तर आमे लिखिबा। तो प्रथम प्रश्न कोन देछि गंग वंशर प्रथम राजाଙ୍କ नाम कोन? गंग वंशर प्रथम राजा किए ना चोडगंग देव। हेला तापर प्रश्न जिबा लिंगराज मंदिरर गठन शैली किपरि? लिंगराज मंदिरर गठन शैली ମନ୍ଦିରଟି ପଞ୍ଚରଥୀ ଆକୃତି। ଏହାର ଉଚ୍ଚତା 147 ଫୁଟ। ହେଲା ଏତିକି ଲେଖିବ। କେଉଁ ଦେବାଦେବୀ ମନ୍ଦିର ପାର୍ଶ୍ୱ ଦେବତା ରୂପେ ପୂଜା ପାଉଛନ୍ତି? କେଉଁ ଦେବାଦେବୀ ମନ୍ଦିରର ପାର୍ଶ୍ୱ ଦେବତା ରୂପେ ପୂଜା ପାଉଛନ୍ତି? କେଉଁ ଦେବାଦେବୀ? ଗଣେଶ, କାର୍ତ୍ତିକେୟ ଏବଂ ପାର୍ବତୀ। ଭୁବନେଶ୍ୱରକୁ କାହିଁକି କୃତ୍ତିବାସ ବୋଲି କୁହାଯାଏ? କୃତ୍ତିବାସ କ୍ଷେତ୍ର କୁହାଯାଏ କାହିଁକି ନା ମନ୍ଦିରରେ ପ୍ରତିଷ୍ଠିତ ଦେବତା କୃତ୍ତିବାସଙ୍କର ନାମ ଅନୁସାରେ ଭୁବନେଶ୍ୱରକୁ କୃତ୍ତିବାସ କ୍ଷେତ୍ର ବୋଲି କୁହାଯାଏ। ମନ୍ଦିରର କାରୁକାର୍ଯ୍ୟ ଓଡ଼ିଶା ସଂସ୍କୃତିର କେଉଁ ସବୁ ଦିଗକୁ ପ୍ରତିଫଳିତ କରିଥାଏ? କେଉଁ ସବୁ ଦିଗକୁ? ନା ଓଡ଼ିଶାର ଧର୍ମ, ସାହିତ୍ୟ, ନୃତ୍ୟ, ନାଟ୍ୟ ଆଉ ଜୀବନ ଯାତ୍ରାର ଦିଗକୁ ପ୍ରତିଫଳିତ କରେ। ହେଲା ଗଙ୍ଗବଂଶର ରାଜାମାନେ ମନ୍ଦିରର ସେବା ପୂଜା ଲାଗି କି ବ୍ୟବସ୍ଥା କରିଥିଲେ? ନା ମନ୍ଦିରର ସେବା ପୂଜା ଲାଗି ବହୁ ଜମିବାଡ଼ି ଖଞ୍ଜିଥିଲେ। ହେଲା ବହୁ ଜମିବାଡ଼ି ଖଞ୍ଜିଥିଲେ। ପୃଥିବୀର ଭାରକୁ କିଏ ଧାରଣ କରିଛି? ପୃଥିବୀର ଭାରକୁ ଧରଣୀ ବା ପୃଥିବୀ ବା ମାଟି ମା ତମେ ଯାହା ବି ଲେଖିପାରିବ ସିଏ ଧାରଣା କରିଛି। ଧରଣୀ ମାଙ୍କୁ ଧନ୍ୟ ଧନ୍ୟ କହିବାର ତାତ୍ପର୍ଯ୍ୟ କଣ? ନା ଧରଣୀ ମା ସମସ୍ତଙ୍କୁ ସତ୍ୟ, ଶାନ୍ତି, ଦୟା, କ୍ଷମା ଇତ୍ୟାଦି ପ୍ରଦାନ କରି 56 ଭୋଗ ପରି ଖାଦ୍ୟ ପରସିଥିବାରୁ ତାକୁ ଧନ୍ୟ ଧନ୍ୟ ବୋଲି କୁହାଯାଇଛି। ବକ୍ଷୁ ଅବରିତ ଝରଇ ଝର କବିତାରେ ଏପରି କୁହାଯାଇଛି କାହିଁକି? କାହିଁକି ନା ଧରଣୀ ମା ନିଜ ବକ୍ଷରୁ ଅବିରତ ଜଳ ଝରାଇ ତୃଷାର୍ତ ମାନଙ୍କୁ ଜଳପାନ କରାଇ ତାଙ୍କୁ ତାଙ୍କ ଚିତ୍ତକୁ ତୃପ୍ତ କରାଉଥିବାରୁ ଏଭଳି କୁହାଯାଇଛି। ପଦ୍ୟାଂଶଟିକୁ ପଢି 7 ରୁ 12 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ତୃଷ୍ଣା ପାନେ ପ୍ରାଣୀ ହୁଏ ସ୍ଥିର କହିଲେ କଣ ବୁଝ? ନା ଜଳପାନ କରି ପ୍ରାଣୀ ମାନେ ଶାନ୍ତ, ତୃପ୍ତ ହେଲା ବା ଶାନ୍ତି ଲାଭ କରନ୍ତି। କବିତାରେ କାହାର ମହିମା ଗାନ କରାଯାଇଛି? କାହାର? ଧରଣୀ ମାଙ୍କର। କବିତାରେ ସମାନ ସୁବୁଧ ଶବ୍ଦ ଗୁଡ଼ିକ ଖୋଜି ଶୂନ୍ୟ ସ୍ଥାନ ପୂରଣ କର। ଅବୋରି, ସର୍ବୋରି, ଧରଣୀ, କଷଣୀ ହେଲା। ତାପରେ ସରଳ ଭାଷାରେ ବୁଝେଇ ଲେଖ। ଉଠ ଭାଇ ଉଠ ନବୀନ ଆଲୋକେ ଶୋଇଥିଲେ ଚାହିଁ ହସୁଥିବେ ଲୋକେ। ୟାକୁ ସରଳ ଭାଷାରେ ବୁଝେଇ ଲେଖିବ। ହେଲା ତାପରେ ଲଙ୍ଗୁ ଲଙ୍ଘୁଧୀର ତୈଳ ଦୀପ ଶିଖା ଅନ୍ଧକାର ନାସିଲା ପୁତ୍କାରୀ। ସରଳ ଭାଷାରେ ବୁଝେଇ ଲେଖିବ। ଏକ ପଦରେ ପ୍ରକାଶ କର। ନାହିଁ ଧନ ଯାହାର ତାହାକୁ କଣ କୁହାଯାଏ? ନିର୍ଧନ। ନାହିଁ ଧନ ଯାହାର ନିର୍ଧନ। ନିମ୍ନରେ ଥିବା ପଦଟିର ବିଶେଷଣ ବାଛି ଲେଖ। ଅର୍ଜୁନ ତୃତୀୟ ପାଣ୍ଡବ କୁହାଯାଏ। ଅର୍ଜୁନକୁ ତୃତୀୟ ପାଣ୍ଡବ କୁହାଯାଏ। ଏଠାରେ ତୃତୀୟ ପଦଟି କେଉଁ ପ୍ରକାର ବିଶେଷଣ? ନା ପୂରଣବାଚକ ବିଶେଷଣ। ପୂରଣବାଚକ। ରେଖିକିତ ପଦକୁ ବିଶେଷରେ ପରିବର୍ତ୍ତନ କରିକି ଲେଖ। ସାଂସ୍କୃତିକ। ତ ସାଂସ୍କୃତିକର ବିଶେଷ୍ୟ କଣ ହବ? ସଂସ୍କୃତି। ହେଲା ଯିବା
ସମ୍ପଦର ବିପରୀତ କଣ ହବ? ସମ୍ପଦର ବିପଦ। ସରସୀରେ ଫୁଟିଛି ପଦ୍ମ। ଏଠାରେ ସରସୀ ମାନେ କଣ? ପୋଖରୀ। ତଳେ ଦିଆଯାଇଥିବା ଶବ୍ଦକୁ ବ୍ୟବହାର କରି ଗୋଟିଏ ବାକ୍ୟ ଲେଖ। ସଲାସୁତୁରା। ସଲାସୁତୁରା। ଦେଖିବ ଲୋକଟି ସଲାସୁତୁରା କରି ତାର ଜମିବାଡି ହଡପ କରିନେଲା। ହେଲା, ନହେଲେ ଲୋକଟି ସଲାସୁତୁରା କରି କାମ ହାସଲ କରିନେଲା। ଠିକ ଅଛି। ଦୁର୍ଲଭ। ସନ୍ଧି ବି ଯେତେବେଳେ କଣ ହବ? ଦୁହୁ ଯୁକ୍ତ ଲଭ ଦୁର୍ଲଭ। ଅଧିକାଂଶ, ଅଧିକ ଯୁକ୍ତ ଅଂଶ ଅଧିକାଂଶ। ତାପରେ ଯିବା କ ସ୍ତମ୍ଭ ଖ ସ୍ତମ୍ଭ ଯୁକ୍ତ। ଯୋଡ଼ ସ୍ୱାଧୀନ ପରାଧୀନ ନବୀନ ପ୍ରାଚୀନ। ହେଲା। ସ୍ନାନାଗାର ପୁଣି ଆଉ ଗୋଟେ ଶବ୍ଦ। ସ୍ନାନାଗାର ଯେମିତି ସ୍ନାନାଗାର ସେମିତି କଣ? ବିଜ୍ଞାନଗାର, ପରୀକ୍ଷାଗାର। ଆଖି ପକାଇବା ମାନେ କଣ? ନଜର ପକେଇବା। ଆଖି ପକାଇବା ମାନେ କଣ? ନଜର ପକେଇବା। ନିମ୍ନଲିଖିତ ସଂଳାପ ଗୁଡିକ କିଏ କାହାକୁ କେଉଁ ପ୍ରସଙ୍ଗରେ କହିଛନ୍ତି? ମହର୍ଷି। ମନ୍ଥରତ ସଫଳ ସନ୍ତୁ ପୂର୍ଣ୍ଣ ସନ୍ତୁ ମନୋରଥ। এই କଥାଟି କିଏ କାହାକୁ କେଉଁ ପ୍ରସଙ୍ଗରେ କହିଛନ୍ତି? ତମେ ବହିରୁ ଉତ୍ତର ବାହାର କରିକି ପ୍ରାକ୍ଟିସ କରିନିଅ। ଓକିଲ। ନିଶ୍ଚୟ ନିଶ୍ଚୟ। ତମେ ସମସ୍ତେ ଯେ ବଡ ଭାଗ୍ୟବାନ। ବାପା ତମର ଯେମିତି ଦେବତା, ମା ବି ସେମିତି ଲକ୍ଷ୍ମୀ ସାନ୍ତାଣୀ। ତାପରେ ରଚନା ଲେଖିବ କଣ କଣ? ସଡ଼କ ନିରାପତ୍ତା, ତୁମ ବିଦ୍ୟାଳୟ, ଜଳ ସଂରକ୍ଷଣ, ତୁମ ବିଦ୍ୟାଳୟ ସବୁଠୁ ସହଜ ହବ, ଏହାକୁ ଲେଖିପାରିବ। ହେଲା, 10 ଧାଡିରେ ଲେଖିବ। ତୁମ ବିଦ୍ୟାଳୟରେ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବିଷୟରେ ନିଜର ଅନୁଭୂତି ବର୍ଣ୍ଣନା କରି ମାଙ୍କ ନିକଟକୁ ପତ୍ର ଲେଖ କିମ୍ବା ବଣଭୋଜି ଆୟୋଜନ ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ। ଦରଖାସ୍ତ ସବୁଠୁ ସହଜ ହବ, ଲେଖିଦବ। ହେଲା, ତ ତମର ବାର୍ଷିକ ପରୀକ୍ଷାରେ ଏଭଳି ପ୍ରଶ୍ନ ଆସିବ। ଆଶା କରୁଛି ଭିଡିଓଟି ନିଶ୍ଚୟ ରୂପେ ଭଲ ଲାଗିଥିବ। ଯଦି ଭଲ ଲାଗେ ତାହେଲେ ଲାଇକ୍ କରନ୍ତୁ। ଆଉ ଏମିତି ଅନ୍ୟ ସବଜେକ୍ଟ ଭିଡିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ। ଆଉ ଏହି ଭିଡିଓକୁ ନିଜର ସାଙ୍ଗମାନଙ୍କ ସହ ସେୟାର କରିଦିଅନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହବା ନେକ୍ସଟ କ୍ଲାସରେ। ଧନ୍ୟବାଦ।